ଡାକ୍ତରଖାନାରେ ମୃତ ଘୋଷଣା ହୋଇଥିଲେ ହେଲେ ଘରକୁ ଆସିବା ପରେ ସେ ଏବେ ଜୀବିତ। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ସହରର ବିଦ୍ୟାନଗର ଅଞ୍ଚଳରେ। ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଚିକିତ୍ସାକୁ ନିନ୍ଦା କରିଛନ୍ତି ଅଞ୍ଚଳବାସୀ। ସୂଚନା ଅନୁସାରେ ବିଦ୍ୟାନଗର ଅଞ୍ଚଳର ଜଗନ୍ନାଥ ସ୍ୱାମୀ ଗତ 7 ଦିନ ଧରି ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଲିଭର ଅଚଳ ହୋଇଥିବା ଦର୍ଶାଇ ଡାକ୍ତର ତାଙ୍କୁ ଅକ୍ସିଜେନ୍ ସାହାଯ୍ୟରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ଡାକ୍ତର ଭେଣ୍ଟିଲେଟରରୁ ବାହାର କରି ନିଜ ଘରକୁ ଫେରିଯିବା ପାଇଁ ପରାମର୍ଶ ଦେବା ସହ 1 ଘଣ୍ଟା ପରେ ପ୍ରାଣବାୟୁ ଚାଲିଯିବ ବୋଲି କହିଥିଲେ। ପରେ ପରିବାର ଲୋକେ ଜଗନ୍ନାଥ ସ୍ୱାମୀଙ୍କୁ ରାତି 12ଟା ସମୟରେ ରାୟଗଡ଼ା ନେଇ ଆସିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କ ଘରେ ରୁଣ୍ଡ ହୋଇଥିବା ବେଳେ ସେ ଏବେ ବି ଜୀବିତ ଅଛନ୍ତି। ନା ଏମିତି ଆମର ଯେଉଁ ଭାଇଟା ଆମେ ହସ୍ପିଟାଲରେ ଜଏନ୍ କରିଥିଲୁ ରାୟଗଡ଼ାରେ, ତାଙ୍କ ଦେହ ଭଲ ନଥିଲା। ସେଠୁ ତାଙ୍କେ ରେଫର କରିଥିଲେ ବିଶାଖାପାଟଣା ଯିବା ପାଇଁ। ବିଶାଖାପାଟଣା ନେଇଗଲୁ, ମେଡ଼ିକାଲରେ ତାଙ୍କୁ ଆମେ ଜଏନ୍ କରିଥିଲୁ। ସେଠି ତାଙ୍କର 7 ଦିନ ରଖିଥିଲେ। ତା ବାଦେ ତାଙ୍କର ଲେବରଟା କ'ଣ ଫେଲ୍ ହେଇଗଲାନି। ଆଉ ମାନେ କେତେ ଦିନ ତାଙ୍କେ ରଖିଥିଲେ ହସ୍ପିଟାଲରେ, ଆଇସିୟୁ ରଖିଥିଲେ, ଭେଣ୍ଟିଲେଟର ଦେଇଥିଲେ। ତାପରେ ଲାଷ୍ଟ ଆୱାରରେ ତାଙ୍କୁ କହିଥିଲେ ଏତେ ମାନେ ମରିଯିବ, ଆଉ ଏଠି ଥିଲେ ମଧ୍ୟ କିଛି ଲାଭ ନାହିଁ ବୋଲି ତାଙ୍କୁ କହିଥିଲେ। କେତେ ଦିନ ଆମେ ରହିଲୁ, ସେଟା ତାପରେ ଆମେ ଘରକୁ ନେଇ ଆସିଲୁ। ଆଉ ତାଙ୍କେ ଯେଉଁ ପ୍ରକାର କହିଥିଲେ ଡକ୍ଟରମାନେ, ସେ ଅନୁସାରେ ଆମେ ଫଲୋ କରିଥିଲୁ। ତାପରେ ତାଙ୍କୁ ମନା କଲେ ଆମେ ନେଇ ଆସିଲୁ ରାୟଗଡ଼ାକୁ। ଏବେ ବର୍ତ୍ତମାନ ସେ ଜୀବିତ ହେଇଛି, ଛଟପଟ ହେଉଛି, ତାର ଜୀବନ ଅଛି, ବର୍ତ୍ତମାନ ଅଛି। ରାତି ଆମେ 12ଟା ଅଧରେ ଏଠି ପହଞ୍ଚୁ ରାୟଗଡ଼ାକୁ। ଯେଉଁ ବଜିଲା ତାଙ୍କୁ ଫୋନ୍ କରିଥିଲୁ ହେଇଯିବୁ, ଆଉ ଆପଣମାନେ ନେଇଯାଆନ୍ତୁ। ଆମେ ବାଧ୍ୟ ହେଇକି ନେଇକି ଆସିଥିଲୁ। ଆଉ ଅନ୍ଧାରରେ କିଛି ନାହିଁ, ଏବେ ଘରେ ଆମ ଅଛି, ତାଙ୍କର ଜୀବନ ଅଛି, ବର୍ତ୍ତମାନ ଅଛି, ଛଟପଟ ଅଛି ବର୍ତ୍ତମାନ। ସେ କଥା କହିପାରୁନଥିବା ବେଳେ ଶରୀରର ସମସ୍ତ ଅଙ୍ଗ କାମ କରୁଥିବା ଦେଖିବାକୁ ମିଳୁଛି। ଆୟୁଷ୍ମାନ ଯୋଜନାରେ ଡାକ୍ତରଖାନାରେ ପ୍ରାୟ 4 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ସହ ଅନ୍ୟାନ୍ୟ ଖର୍ଚ୍ଚ କରି ପରିବାର ଲୋକେ ନୟାନ୍ତ ହୋଇଥିବା ବେଳେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ପରାମର୍ଶକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ଏବେ ଜଗନ୍ନାଥ ସ୍ୱାମୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ରାୟଗଡ଼ାରୁ ବିଜୟ କୁମାର ଦାସଙ୍କ ରିପୋର୍ଟ, ଖବର ଓଡ଼ିଶା।